So, hello, hi everyone. ଜୟ ଜଗନ୍ନାଥ। କେମିତି ଅଛନ୍ତି ସମସ୍ତେ? ଆଇ ହୋପ ସମସ୍ତେ ଭଲ ଅଛନ୍ତି। ମୁଁ ବହୁତ ଭଲ ଅଛି। ଫିଲହାଲ କାଲିକାର ଭିଡ଼ିଓ ପାଇଁ କିଛି ଟପିକ୍ ଅଛି କି କାଲି ଯେଉଁ ଭିଡ଼ିଓ ପୋଷ୍ଟ କରିଥିଲି ସେ ଭିଡ଼ିଓରେ ମ୍ୟୁଜିକ୍ ଏଡ୍ କରିଥିବା ହେତୁ କ'ଣ ହେଇଥିଲା କେଜାଣି, ମାନେ ମୁଁ ଭିଡ଼ିଓ ପୋଷ୍ଟ କଲା ପରେ ଯେତେବେଳେ ଭିଡ଼ିଓଟା ଗ୍ରୋଥ୍ ହେଉଥିଲା ଧୀରେ ଧୀରେ ଭ୍ୟୁଜ୍ ବଢ଼ୁଥିଲା, ସେତେବେଳେ ଜଣା ପଡ଼ିଲାନି। ଧୀରେ ଧୀରେ ଭ୍ୟୁଜ୍ ପଡ଼ିଲାନି, ତାପରେ ଦେଖିଲା କି ମୋର ୟାର୍ନିଂ ଉପରେ ପ୍ରେସର ପଡ଼ିଲା ପାଇଁ କପିରାଇଟ୍ସ, ମାନେ ସେ ଯେଉଁ ମ୍ୟୁଜିକ୍ଟା ମୋର ଏଡ୍ ଥିଲା ନା, ସେ ମାନେ ଯେଉଁ ଭୂଷଣେଶ୍ୱର ମନ୍ଦିର ଯିବା ପରେ ଯେଉଁ ମ୍ୟୁଜିକ୍ଟା ଟିକେ ଏଡ୍ ଥିଲା, ସେ ମ୍ୟୁଜିକ୍ ତରଫରୁ ମୋ ଭିଡ଼ିଓଟାକୁ ମାନେ କପିରାଇଟ୍ ସ୍କାନ୍ ହେଇଗଲା। ଠିକ୍ ଅଛି। ତାପରେ ୟୁଟ୍ୟୁବରେ ବି ସେମ୍ କ୍ରିଏଟ୍ ହେଲା। ତ ସେମିତି କ'ଣ କଲି, ଫେସବୁକ୍ରେ ୟୁଟ୍ୟୁବରେ ମାନେ ଦୁଇ ଜାଗାରେ ଦୁଇଟା ଭିଡ଼ିଓ ମାନେ ଡିଲିଟ୍ କରିଦେଲି। ଭିଡ଼ିଓ ଡିଲିଟ୍ କଲା ପରେ ପୁଣି ଭିଡ଼ିଓ ପୋଷ୍ଟ କଲି। ୟୁଟ୍ୟୁବରେ ତ ପୋଷ୍ଟ ହେଇଗଲା, ଫେସବୁକ୍ରେ କ'ଣ ହେଲା, ଭିଡ଼ିଓ ପୋଷ୍ଟ ଯେଉଁ ପୋଷ୍ଟ କଲା ପରେ ମୋର ମାନେ କାହିଁ ମାନେ ଗୋଟେ ମିନିଟ୍ ହେଇନି ଭିଡ଼ିଓ ମୋର ଅଟୋମେଟିକ୍ ପୋଷ୍ଟ ହେଇଗଲା। ମାନେ ଦେଖ 10 ମିନିଟ୍ର ଭିଡ଼ିଓ ମ୍ୟାକ୍ସିମମ୍ ମତେ ଲାଗୁଥିଲା 15ରୁ 20 ମିନିଟ୍। ତ ମାନେ ଏଠିକାର ଯେଉଁ ଇଣ୍ଟରନେଟ୍ ଇସ୍ୟୁ, ତ ଯେତେବେଳେ ସେଟା ଯଦି 2 ମିନିଟ୍ ଯେତେବେଳେ ଭିଡ଼ିଓ ପୋଷ୍ଟ ହେଲା, ମୁଁ କହିଲି କେମିତି ହେଲା, ଯେ ହେଲା ପରେ ଦେଖିଲି ଭିଡ଼ିଓ ଠିକ୍ ଚାଲୁଥିଲା, ଅଧା ଟାଇମ୍ରେ ଅଡ଼ିଓ ଚାଲୁଛି ବଟ୍ ଭିଡ଼ିଓ ଷ୍ଟପ୍ ହେଇଗଲା। ତାକୁ ପୁଣି ଡିଲିଟ୍ କଲି, ପୁଣି ଭିଡ଼ିଓ ପୋଷ୍ଟ କଲି। ଭିଡ଼ିଓ ପୋଷ୍ଟ କଲେ ଏବେ ଚାଲୁଛି ଠିକ୍ ଠାକ୍। ଠିକ୍ ଅଛି। ତ କିଛି କହିବାର ଥିଲା କି ଯେଉଁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଯେଉଁଟା ଥିଲା, ୟୁଟ୍ୟୁବ୍ ଚ୍ୟାନେଲ୍ରେ ମୋର ଚାମ୍ପିଅନ୍ ଅଛି 02 ଥିଲା। କାହିଁକିନା ମୋତେ ଫାଷ୍ଟ ଇନଷ୍ଟାଗ୍ରାମ୍ ଯେଉଁ ଆଇଡ଼ି ଥିଲା ନା, ସେଥିରେ ବି ମୋର ଚାମ୍ପିଅନ୍ ଅଛି 02 ଥିଲା। ତ ସେ ଆଇଡ଼ିଟା ମୋର ଡିଆକ୍ଟିଭେଟ୍ ହେବା ହେତୁ ମୁଁ ୟୁଟ୍ୟୁବରେ ଯେଉଁ ନେମ୍ଟା ଥିଲା ନା, ମୁଁ ସେ ନେମ୍ଟାକୁ ବହୁତ ଦିନ ଚେଞ୍ଜ କରିନି। ତ ଚେଞ୍ଜ ଏବେ ରିସେଣ୍ଟଲି ମୁଁ ମାନେ ଏଇ ଆଜି 5-6 ଦିନ ହେବ ମୁଁ ଚେଞ୍ଜ କଲି, ଯେଉଁଦ୍ୱାରା ୟୁଟ୍ୟୁବରେ ନାମ ଅଛି ମୋର ଅଜୟ କୁମାର ବିଦ୍ ଅଫିସିଆଲ୍। ତ ଆପଣମାନେ ଯାଇକି ଆଇଡ଼ିକୁ ଫଲୋ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ତ ଭାଇର ଭିଡ଼ିଓ ଦେଖନ୍ତୁ। ତ ସେଥିରେ ଭିଡ଼ିଓ ମାନେ ଏବେ କ'ଣ କି ଭିଡ଼ିଓ ବଢ଼ୁନି, ଏଇଥିପାଇଁ କି ଯେ ଆଇଡ଼ି ମୁଁ ଚେଞ୍ଜ କଲା ପରେ, ଆଇଡ଼ିର ନେମ୍ ଚେଞ୍ଜ କଲା ପରେ ନା, ସେଠି ଭିଡ଼ିଓ ଏବେ ଧୀରେ ଧୀରେ ବଢ଼ିବନି। କାହିଁକିନା ୟୁଟ୍ୟୁବରେ ଯେତେ ଜଣ ମୋର ଆଗରୁ ଚାମ୍ପିଅନ୍ ଅଛି 02ରେ ଯେଉଁମାନେ ସବସ୍କ୍ରାଇବ୍ କରିଥିଲେ, ତ ସେମାନଙ୍କ ପାଖକୁ ଭିଡ଼ିଓ ଯାଉଥିଲା। ଡାଇରେକ୍ଟ ଯଦି ମୁଁ ନେମ୍ ଚେଞ୍ଜ କଲା ପରେ ସେ ଭିଡ଼ିଓଟା ଏବେ କାହାରି ପାଖକୁ ଯାଉନି, ତ ୟୁଟ୍ୟୁବ ବି ନିଜେ କନଫ୍ୟୁଜ୍ ହେଇଯାଉଥିବ। ଠିକ୍ ଅଛି। ତ ଧୀରେ ଧୀରେ ଭିଡ଼ିଓ ପୋଷ୍ଟ କଲା ପରେ ସେଟା ଅଟୋମେଟିକ୍ ବଢ଼ିଯିବ। ତ ଆପଣମାନେ ଯେଉଁମାନେ ମୋତେ ସବସ୍କ୍ରାଇବ୍ କରିଛନ୍ତି ନା, ତ ନିହାତି ଯାଇକି ଭିଡ଼ିଓ ଦେଖନ୍ତୁ। ଯେଉଁମାନେ କରିନାହାନ୍ତି ସେମାନେ ବି ଯାଇକି ଦେଖନ୍ତୁ। ଠିକ୍ ଅଛି। ତ ଏତିକି କହିବି। ତ ଫିଲହାଲ ଏବେ ସକାଳେ ଉଠି ମୋ ମାଆ ମୋତେ ମାନେ ନିଦରେ ଉଠେଇଦେଲେ, ଟିକେ କହିଲେ କି ତୁ ଟିକେ ଗାଧେଇକି ରେଡ଼ି ହେଇଯା। ତ ମୁଁ ଏବେ ରେଡ଼ି ହେଇକି ଆସିଛି। ତ ଆସିକି ମୁଁ ଟିକେ କହିବିନି ସେଇଟା। ଠିକ୍ ଅଛି। ତ ଏବେ ଆସିଲା ପରେ ମାନେ ଏଇଥିପାଇଁ ମୁଁ କହୁଥିଲି କି ଦେଖନ୍ତୁ ଭାଇ, ଦେଖ ମୁଁ କଣ୍ଟିନ୍ୟୁ ମେହନତ କରିଚାଲ, ମୁଁ କଣ୍ଟିନ୍ୟୁ ବ୍ଲଗ୍ ମୋର ରହିବ। ମୁଁ ଟାର୍ଗେଟ୍ ଦେଇଛି 7 ଡେଜ୍ ମୁଁ କଣ୍ଟିନ୍ୟୁ ବ୍ଲଗ୍ ପୋଷ୍ଟ କରିବି। ଭ୍ୟୁଜ୍ ଆସୁ ନ ଆସୁ ସେଥିରେ ଆମର କିଛି ଯାଏ ଆସେ ନାହିଁ, ବଟ୍ ପୋଷ୍ଟ ମୁଁ ନିହାତି କରିବି। ତ ଆପଣମାନେ ଭିଡ଼ିଓ ଦେଖନ୍ତୁ, ସପୋର୍ଟ କରନ୍ତୁ ଭାଇକୁ। ତ ଜାରି ରଖିବେ ଆପଣଙ୍କ ଭାଇ ମେହନତରେ। ତ ମୁଁ ଦେଖୁଥିଲି କି ଇନଷ୍ଟାଗ୍ରାମରେ ମୋର ଭ୍ୟୁଜ୍ ଜଲ୍ଦି ଯାଉଥିଲା, ବଟ୍ ଇନଷ୍ଟାଗ୍ରାମ କିଛି ଲାଇଭ୍, ମୁଁ ଆଜି ବି କହୁଛି ଇନଷ୍ଟାଗ୍ରାମରେ କିଛି ତୁମର ଲାଇଭ୍ ନାହିଁ। ଓନ୍ଲି କଣ୍ଟେଣ୍ଟ କ୍ରିଏଟର ଯେଉଁମାନେ ହାଇରେ ଅଛନ୍ତି, ଯେଉଁମାନଙ୍କର ମିଲିୟନ୍ରେ ଅଛି, ତ ମନିଟାଇଜ୍ ସେମାନଙ୍କୁ ମିଳିବ। ତ ନର୍ମାଲ କାହାରିକୁ ୟୁଟ୍ୟୁବରେ ମାନେ ଇନଷ୍ଟାଗ୍ରାମରେ ପଇସା ମିଳୁନି। ଯଦି ଇନକମ୍ କରିବାର ଅଛି ନା, ତ ୟୁଟ୍ୟୁବ ଆଉ ଫେସବୁକ୍ ଏଇ ଦୁଇଟାରେ ଆପଣମାନେ ପୋଷ୍ଟ କରନ୍ତୁ, ନିହାତି ଆପଣଙ୍କୁ ପଇସା ମିଳିବ। ଠିକ୍ ଅଛି। ତ ମେହନତ କରିଚାଲ, ମୁଁ ବି ମେହନତ କରୁଛି। ଦେଖାଯାଉ ଆଗାମୀ କ'ଣ ହେଉଛି। ବାସ୍ ମୋର ଯେତିକି ଆଶା ଅଛି, ତ ସେତିକି ଭଗବାନ ତରଫରୁ ମୁଁ ଚାହେଁକି ମୋର ସେସବୁ ଆଶା ପୂର୍ଣ୍ଣ ହଉ। ତ ମେହନତ କରିଚାଲିଛି। ତ ଭାଇମାନେ ଆପଣ ମୋତେ ସପୋର୍ଟ କରନ୍ତୁ। ତ ଆଇ ହୋପ୍ କି ଆପଣଙ୍କୁ ଭିଡ଼ିଓ ଭଲ ଲାଗିଥିବ। ଭିଡ଼ିଓ ଭଲ ଲାଗିଲେ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ସତ୍ ଶ୍ରୀ ଅକାଲ, ଜୟ ଜଗନ୍ନାଥ, ରାଧେ ରାଧେ। ପୁଣି ଆଉ ଗୋଟେ ନୂଆ ଭିଡ଼ିଓରେ।